ଏଇଲୋ ଗୋଟେ କଥା ଶୁଣିଛ ନା କକ ପୁଅ ଆସିଥିଲା ହୁଁ। ଗୋଟେ ଫୋନ ଦେଖଉଥିଲା ଗୋଟେ କି ଫୋନ ଆଣିଛି 9,000 ଟଙ୍କା। କି ଫୋନ ଲ? କହୁଛି ରହିଥ ମୋ ପାଟିରେ ଅଛି ମୁଁ ଭୁଲି ଯାଉଛି କଣ ଗୋଟେ କହୁଲା ଓ ଫୋନ ଓ ଫୋନ କଣ ଲ? କହୁଛି ରହିଥ ଗୋଟେ ଶାବୁଳ ହଁ ଆଉ ତୁମ ପେଟ ଭଳିଆ ଗୁଲୁ। ବାଳ ଏଟା ଆଇ ଫୋନ ହେଇଥିବ, ଆଇ ପି ଲେଖା ହେଇଥିବ। ହଁ 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 ଏବେ ମନେ ପଡିଲା। ହଁ ତୁମ ଫୋନ ଟା କି କମ୍ପାନୀ କୁହନି? ଲ ମୋର ପା ୱାନ୍ ପ୍ଲସ୍। ଇଂଲିଶ ରେ କହୁଛ ମୁଁ ବୁଝିପାରୁଛି ନା ଓଡିଆରେ କୁହ। ଓଡିଆରେ ତତେ କେମିତି ତତେ ବୁଝେଇମି ସେମିତି ତତେ ବାହା ହେଇଥାନ୍ତି କାହିଁକି? କଣ? ଲ ୱାନ ମାନେ ହଉଛି 1 ହଁ ଆଉ ଗୋଟେ କଣ କହିବି ଲ ମିଶାଣ ଚିହ୍ନ, ମିଶାଣ ଯୁକ୍ତ ଚିହ୍ନ ଦିଟା। ଏଇ ଯେ ଆମେ ଯାଇଲେ 4 ଛକ ରାସ୍ତା ଗୋଟେ ବାହାନ ଗାଡି ଯାଇଛି, ଗୋଟେ ବାଲେଶ୍ୱର ଆଡି ଯାଇଛି, ଗୋଟେ ତାରାପଦା ଆଡି ଯାଇଛି, ଗୋଟେ ଝାରଟା ଆଡି ଆସିଛି। ହୁଁ। ଓହୋ ତାର କାହିଁକି କି ଫୋନ କି ତାର କାହିଁକି 9,000 ଟଙ୍କା? ତାର ଟିକେ କ୍ୟାମେରା ଟିକେ ଭଲ ଆଉ। ତାର ତ 2ଟା କ୍ୟାମେରା, ତୁମର ତ 2ଟା କ୍ୟାମେରା। ତା ଫୋନରେ ତ ଗୋଟେ ଟର୍ଚ୍ଚ, ତୁମ ଫୋନରେ ତ ଗୋଟେ ଟର୍ଚ୍ଚ। ତତେ କେମିତି ବୁଝେଇମି ଲ ଶୁଣୁ, ଖାସି ଆଉ ପେଣ୍ଠି ଛେଳି ଯେଟା କହନ୍ତି ତା ମାଂସ ଖାଇଛୁ ନା, ସେଇଟା ଭଲ। ମୁଁ କଣ ଖାସି ମାଂସ ଖାଏ ନା। ଓହୋ ହଉ। ଏଇ ଯେ ଦେଶୀ କୁକୁଡା ଆଉ ରହିଲା ହଉଛି ବ୍ରଏଲର କୁକୁଡା, କୋଉଟା ଭଲ? ଦେଶୀ କୁକୁଡ଼ା। ତାର କଣ ବୁଝିଲୁ? ତା ଫୋନ ଟା ତାହେଲେ ଦେଶୀ, ତୁମର ବ୍ରଏଲର। ହଁ।